କରିବା ଆମର ଦାବି ନ୍ୟାୟ ଦାବି ସରକାର ତୁମେ ମାନି ନିଅ ନ ମାନିଲେ ଆଗାମୀ ଦିନରେ ଲଢ଼େଇ ହବ ସମ୍ବିଧାନ ବିରୋଧୀ ହାୟ ହାୟ କୋଟା ଭିତରେ କୋଟା ଚଳିବ ନାହିଁ କୋଟା ଭିତରେ କୋଟା ଚଳିବ ନାହିଁ କୋଟା ଭିତରେ କୋଟା ଚଳିବ ନାହିଁ। ଆଜି ସମଗ୍ର ଭାରତବର୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। କିଛି ଦିନ ପୂର୍ବରୁ ଭାରତର ସୁପ୍ରିମକୋର୍ଟ ଯେଉଁଭଳି ଭାବରେ 341 ଏବଂ 342 ଧାରାକୁ ଉଚ୍ଛେଦ କଲା ଭଳିଆ ଏକ ନିର୍ଦ୍ଦେଶନାମା ଜାରି କଲେ, ଯାହାଫଳରେ ସମ୍ବିଧାନରେ ବ୍ୟବସ୍ଥିତ ଥିବା ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ରିଜର୍ଭେସନ ପାଇଁ ଯେଉଁ ବ୍ୟବସ୍ଥା ଥିଲା ତା ଭିତରେ ପୁଣି ବର୍ଗୀକରଣ କରାଯାଇଛି ଏବଂ ଯେଉଁମାନେ ଛଳ ବର୍ଗ ବା ଯେଉଁମାନେ କ୍ରିମି ଲେୟାର ବୋଲି ଶବ୍ଦ ବ୍ୟବହାର କରାଯାଉଛି ସେମାନଙ୍କ ପିଲାମାନେ ବା ତାଙ୍କର ପରିବାର କେହି ପାଇବେନି। ଏହା ହେଉଛି ସମ୍ପୂର୍ଣ୍ଣ ଭାବରେ ବେଆଇନ। ତେଣୁ ସେଇ ଯେଉଁ ବେଆଇନ ନିର୍ଦ୍ଦେଶନାମା ସୁପ୍ରିମକୋର୍ଟର ତାକୁ ଆମେ ବିରୋଧ କରୁଛେ ଏବଂ କେନ୍ଦ୍ର ସରକାର ଏଥିରେ ନୀରବ ରହିବା ଯୋଗୁଁ କେନ୍ଦ୍ର ସରକାରକୁ ମଧ୍ୟ ଆମେ ବିରୋଧ କରୁଛେ। ସେଥିପାଇଁ ଆଜି ଏହି ଭାରତ ବନ୍ଦ ଯେଉଁ ସମଗ୍ର ଭାରତବର୍ଷରେ ଡାକରା ଦିଆଯାଇଛି, ବାଲେଶ୍ୱରରେ ମଧ୍ୟ ଆମେମାନେ ତାକୁ ସମର୍ଥନ କରିବା ସହିତ 341 ଏବଂ 342 ଧାରାକୁ ଉଚ୍ଛେଦ କରା ନ ଯାଇ ବା ସେଥିରେ କୌଣସି ଅଙ୍କୁଶ ଲଗା ନ ଯାଇ ପୂର୍ବ ଭଳି ତାକୁ କାର୍ଯ୍ୟକାରୀ କରାଯାଉ। ସମ୍ବିଧାନ ବିରୋଧୀ ହାୟ ସମ୍ବିଧାନ ବିରୋଧୀ ବର୍ଗକରଣ ନୀତି ଚଳିବ ନାହିଁ କୋଟା ଚଳିବ ନାହିଁ ସମ୍ବିଧାନ ବିରୋଧୀ ସମ୍ବିଧାନ ବିରୋଧୀ ଉପବର୍ଗକରଣ ନୀତି सरकार तुम्हें मानी আমার দাবি ন্যায় দাবি সরকার তুমি মানি নিও মানিলে আগামী দিনে লড়াই হব বিরোধী সংবিধান লাগু করা আমার দাবি